ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ପ୍ରିୟ ବନ୍ଧୁଗଣ, ଆଜି ଆମ୍ଭେମାନେ ସାଧାରଣ କାଳର ପ୍ରଥମ ବର୍ଷର ସପ୍ତଦଶ ରବିବାରରେ ପଦାର୍ପଣ କରିଅଛୁ। ଆଜିର ମୁଖ୍ୟ ପ୍ରସଙ୍ଗ ମହାନ ରତ୍ନର ଅନ୍ୱେଷଣ। ଆଜିର ସୁଷମାଚାର ତିନି ଗୋଟି କ୍ଷୁଦ୍ର ଉପମା ବିଷୟରେ ଆଲୋକପାତ କରେ, ଯଥା ଗୁପ୍ତଧନ, ଅମୂଲ୍ୟ ରତ୍ନ ଓ ଜାଲ। ଯୀଶୁ ଶିକ୍ଷା ଦେଇ କହନ୍ତି ଯେ ଈଶ୍ୱରଙ୍କ ରାଜ୍ୟ ମହାନ ସମ୍ପଦ ଓ ରତ୍ନ ବା ମୁକ୍ତା ତାହା ନିଜସ୍ୱ କରିବାକୁ ତ୍ୟାଗ ସ୍ୱୀକାର କରିବା ଅତି ପ୍ରୟୋଜନ ଅଟେ। ରାଜା ସଲୋମନ ପ୍ରଭୁଙ୍କୁ ଜଗତର ଧନ ସମ୍ପଦ ଓ ଶକ୍ତି ସାମର୍ଥ୍ୟ ବଦଳରେ ପ୍ରଜ୍ଞା ଭିକ୍ଷା କରି ଆମ୍ଭମାନଙ୍କୁ ତାଙ୍କର ସଠିକ୍ ମନୋଭାବ ଦର୍ଶାଇଛନ୍ତି। ସାଧୁ ପାଉଲ ନିଶ୍ଚିତ କରି କହନ୍ତି ଯେ ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ସେ ସମସ୍ତ ବିଶ୍ୱରେ ସେମାନଙ୍କ ମଙ୍ଗଳ ପାଇଁ ସାଧନ କରନ୍ତି। ରୋମିଓ 8:28। ଅତଏବ ମୋର ପ୍ରିୟର ଭାଇ ଭଉଣୀମାନେ, ଆଜିର ପଠନ ଗୁଡ଼ିକ ବିଷୟରେ ଅନୁଧ୍ୟାନ କରିବା। ପ୍ରଥମ, ଗୁପ୍ତଧନ। ଖ୍ରୀଷ୍ଟ ଆମ ଜୀବନର ମୂଲ୍ୟବାନ ଧନ। ମାଥ୍ୟୁ 13:44 କୁହେ, ସ୍ୱର୍ଗ ରାଜ୍ୟ କ୍ଷେତ୍ରରେ ପୋତା ହୋଇ ରଖାଯାଇଥିବା ଅମୂଲ୍ୟ ଧନ ସଦୃଶ୍ୟ। ଜଣେ ବ୍ୟକ୍ତି ଏହାର ସନ୍ଧାନ ଲାଭ କଲା ପରେ ନିଜର ସର୍ବସ୍ୱ ବିକ୍ରୟ କରି ସେହି କ୍ଷେତ୍ରଟିକୁ କ୍ରୟ କଲା। ଯୀଶୁଖ୍ରୀଷ୍ଟ ଓ ତାଙ୍କ ରାଜ୍ୟ ହିଁ ସେହି ବହୁମୂଲ୍ୟ ଧନ ଅଟେ। ଅନେକ ଲୋକମାନେ ଧନ ସମ୍ପତ୍ତି, ଖ୍ୟାତି, ଆରାମଦାୟକ ଜୀବନ ଓ ସଫଳତାର ଜୀବନର ଅନୁସନ୍ଧାନରେ ନିଜର ଜୀବନକୁ ବାଜି ଲଗାଇଥାନ୍ତି, କିନ୍ତୁ ସେମାନେ ଦୁଃଖୀ ହୋଇଥାନ୍ତି, କାରଣ ସେମାନେ ଅସତ୍ୟ, ବିନାଶ, ବିନଷ୍ଟ ହେବାର ସମ୍ପଦ ଲାଭ କରିବା ପାଇଁ ସର୍ବଦା ପ୍ରୟାସ କରିଥାନ୍ତି। ଜଗତର ଧନରତ୍ନ ଅପେକ୍ଷା ସର୍ବପ୍ରଥମେ ଈଶ୍ୱରଙ୍କୁ ଅନୁସନ୍ଧାନ କରିବା ପାଇଁ ଯୀଶୁ ଆଜି ଆମମାନଙ୍କୁ ଶିକ୍ଷା ଦିଅନ୍ତି। ସାଧୁ ଅଗସ୍ତିନ ଅତି ସୁନ୍ଦର ଭାବରେ କୁହନ୍ତି, ତୁମର ନିଜସ୍ୱ ନିମନ୍ତେ ଆମକୁ ତୁମେ ଗଠନ କରିଅଛ। ହେ ପ୍ରଭୁ, ଯେଉଁ ପର୍ଯ୍ୟନ୍ତ ତୁମଠାରେ ବିଶ୍ରାମ ନ ନେଇଛି ସେତେ ପର୍ଯ୍ୟନ୍ତ ମୋର ହୃଦୟ ଅସ୍ଥିର ଅଟେ। ପ୍ରକୃତ ପରମାନନ୍ଦ, ଶାନ୍ତି ଖ୍ରୀଷ୍ଟଙ୍କଠାରେ ହିଁ ମିଳିଥାଏ। ଦ୍ୱିତୀୟ, ବହୁମୂଲ୍ୟର ମୁକ୍ତା। ମାଥ୍ୟୁ 13:46 କୁହେ, ଗୋଟିଏ ବହୁମୂଲ୍ୟ ମୁକ୍ତାର ସନ୍ଧାନ ପାଇଲା ପରେ ସେ ଯାଇ ନିଜର ସର୍ବସ୍ୱ ବିକ୍ରୟ କରି ତାହା କ୍ରୟ କଲା। ସେହି ବ୍ୟବସାୟୀଟି ମୁକ୍ତାର ମୂଲ୍ୟକୁ ବୁଝିପାରିଲା, ତେଣୁ ନିଜର ଯାହା ସବୁ ଥିଲା ସେ ସମସ୍ତ ବିକ୍ରୟ କରିଦେଲା। ଏହା ସୂଚାଏ ଯେ ସେହି ମୁକ୍ତାରେ ହିଁ ତାହାର ସର୍ବସ୍ୱ ଥିଲା। କଥାରେ ଅଛି, କିଛି ହରାଇଲେ ହିଁ କିଛି ପାଇବାକୁ ହୁଏ, କିନ୍ତୁ ଏହି ବ୍ୟକ୍ତିଟି ବାସ୍ତବରେ କିଛି ବି ହରାଇ ନାହିଁ। ଯାହା ବି ହରାଇଲା ସେ ସମସ୍ତ ସେହି ମୁକ୍ତାରେ ହିଁ ଫେରି ପାଇଛି। ତଦ୍ରୂପ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କୁ ପ୍ରାପ୍ତ କରିବାକୁ ଚାହିଁଲେ ସେ ନିଶ୍ଚିତ ଭାବରେ ନିଜର ପାପମୟ ଅଭ୍ୟାସ, ସ୍ୱାର୍ଥପର ଅଭିଳାଷ, ଗର୍ବ, ଅହଙ୍କାର, ଅନାବଶ୍ୟକୀୟ ସମ୍ପର୍କ, ପଦାର୍ଥ ଆସକ୍ତକୁ ତ୍ୟାଗ କରିବା ଦରକାର। ଆଭିଲାର ସାଧ୍ୱୀ ତେରେସା ଆମକୁ ସ୍ମରଣ କରାଇ କୁହନ୍ତି, ଗଡ୍ ଏଲୋନ୍ ସଫିସେସ୍, ଅର୍ଥାତ୍ ପରମେଶ୍ୱର ଏକଲା ହିଁ ଯଥେଷ୍ଟ। ସମସ୍ତ ଚାଲିଯିବ ବା ବିନାଶ ହୋଇଯିବ, କିନ୍ତୁ ପ୍ରଭୁ ପରମେଶ୍ୱର ହିଁ ଅନନ୍ତକାଳ ପାଇଁ ତିଷ୍ଠି ରହିବେ। ତୃତୀୟ, ରାଜା ସଲୋମନ ପ୍ରଜ୍ଞାକୁ ଚୟନ କରନ୍ତି। ପ୍ରଥମ ପଠନରୁ ଅବଗତ ହେଉ ଯେ ସଲୋମନଙ୍କୁ ପରମେଶ୍ୱର କୁହନ୍ତି, ପ୍ରଥମ ରାଜାବଳୀ 3:5 ମୁଁ କ'ଣ ପ୍ରଦାନ କରିବି ତୁମେ ତାହା ଭିକ୍ଷା କର। ସଲୋମନ କୌଣସି ଧନ ସମ୍ପତ୍ତି କିମ୍ବା ଦୀର୍ଘ ଜୀବନ ଭିକ୍ଷା କଲେ ନାହିଁ, ବରଂ ପ୍ରଭୁଙ୍କ ଜନତାଙ୍କୁ ସୁପରିଚାଳିତ ଓ ସୁଶାସନ କରିବା ପାଇଁ ବୁଝିବାର ହୃଦୟ ଭିକ୍ଷା କଲେ। ତାହାକୁ ପରମେଶ୍ୱର ପ୍ରାଚୁର୍ଯ୍ୟତାରେ ଆଶୀର୍ବାଦ କରନ୍ତି, କାରଣ ସର୍ବପ୍ରଥମେ ସେ ପ୍ରଜ୍ଞା ଅନ୍ୱେଷଣ କଲେ। ଆମର ବିନତି ଏହିଭଳି ହେବା କଥା, ହେ ପ୍ରଭୁ, ତୁମର ଅଭୀଷ୍ଟକୁ ଅବଗତ ହେବା ପାଇଁ ମୋତେ ପ୍ରଜ୍ଞା ପ୍ରଦାନ କର ଏବଂ ଏହାକୁ କାର୍ଯ୍ୟରେ ସମ୍ପାଦନ କରିବା ପାଇଁ ସାହସ ଧୈର୍ଯ୍ୟ ପ୍ରଦାନ କର। ହିତୋପଦେଶ 9:10 କୁହେ, ପ୍ରଭୁଙ୍କୁ ଭୟ କରିବା ହିଁ ପ୍ରଜ୍ଞାର ପ୍ରାରମ୍ଭ ଅଟେ। ଏହି ଉକ୍ତି ଦର୍ଶାଏ ସଲୋମନ ପ୍ରଭୁଙ୍କୁ ଭୟ କରୁଥିଲେ, କାରଣ ପ୍ରଭୁଙ୍କ ଜନତାକୁ ସେ ଉତ୍ତମ ନ୍ୟାୟ, ଧର୍ମ ଓ ସତ୍ୟର ଅନୁଶାସନରେ ପରିଚାଳନା କରିବାକୁ ତାଙ୍କୁ ପଡ଼ିବ। ତେଣୁ ସେ ପ୍ରଜ୍ଞା ଆବଶ୍ୟକ ମନେ କରନ୍ତି, ଯଦ୍ୱାରା ପରବର୍ତ୍ତୀ ସମୟରେ ଆବଶ୍ୟକ ସମସ୍ତ ପ୍ରାଚୁର୍ଯ୍ୟତା ମଧ୍ୟ ସେ ଲାଭ କରନ୍ତି।
ଚତୁର୍ଥ, ଆମ୍ଭମାନଙ୍କର ଉତ୍ତମତା ପାଇଁ ପରମେଶ୍ୱର କାର୍ଯ୍ୟ କରନ୍ତି। ସାଧୁ ପାଉଲ ଦୃଢ଼ତାର ସହିତ କୁହନ୍ତି, ରୋମିଓ 8:28 ଯେଉଁମାନେ ପ୍ରଭୁଙ୍କୁ ପ୍ରେମ କରନ୍ତି ସମସ୍ତ ବିଷୟରେ ସେମାନଙ୍କ ମଙ୍ଗଳ ସାଧନ ସେ କରନ୍ତି। ସୁତରାଂ ଆମ ଜୀବନର କଷ୍ଟ, ଦୁଃଖ, ଝଡ଼ ଝଞ୍ଜା, ସମସ୍ୟା, ଅସଫଳତା, ନିରାଶା, ହତାଶା ଇତ୍ୟାଦି ଆଶୀର୍ବାଦ ଓ ମଙ୍ଗଳତାରେ ପରିଣତ ହେବ ଯେବେ ପରମେଶ୍ୱରଙ୍କ ନିକଟରେ ଭରସା ରଖିବା। ପରମେଶ୍ୱରଙ୍କର ଯୋଜନା ମୁତାବକ କୌଣସି ବିଷୟ ବୃଥା ଯାଏ ନାହିଁ। ପୁଣ୍ୟ ପିତା ସାଧୁ ଜୋହନ ପାଉଲ ଦ୍ୱିତୀୟ କହନ୍ତି, ଭୟ କର ନାହିଁ, ଖ୍ରୀଷ୍ଟଙ୍କ ପାଇଁ ତୁମର ଦ୍ୱାର ସମ୍ପୂର୍ଣ୍ଣ ଭାବରେ ଖୋଲିଦିଅ। ଯେବେ ଖ୍ରୀଷ୍ଟ ଆମ ଜୀବନରେ ପ୍ରଥମେ ଆସନ୍ତି ତେବେ ସମସ୍ତ ବିଷୟକୁ ଆମର ଉତ୍ତମତାରେ ସେ ପରିବର୍ତ୍ତନ କରିଦେବେ। ପଞ୍ଚମ, ଜାଲ ଅନ୍ତିମ ବିଚାରକୁ ସୂଚାଏ। ଜାଲର ଉପମା ଦ୍ୱାରା ଯୀଶୁ ଆମକୁ ସ୍ମରଣ କରାଇ ଦେବାକୁ ଚାହାନ୍ତି ଯେ ଦିନେ ପରମେଶ୍ୱର ଧାର୍ମିକମାନଙ୍କଠାରୁ ପାପୀମାନଙ୍କୁ ପୃଥକ୍ କରିବେ। ଅତଏବ ଆଜି ପବିତ୍ର ଜୀବନଯାପନ କରିବା ପାଇଁ ଏହି ଉକ୍ତି ଆହ୍ୱାନ କରେ। ଆଜିର ପସନ୍ଦ, ଆଜିର ନିଷ୍ପତ୍ତି, ଆଜିର ଜୀବନ ଆମର ଅମରତ୍ୱର ଲକ୍ଷ୍ୟକୁ ସ୍ଥିର କରିବ। ସାଧୁ ଜୋହନ ମାରିଆ ଭିଆନୀ କହନ୍ତି, ଆମ୍ଭମାନଙ୍କର ଆତ୍ମାକୁ ରକ୍ଷା କରିବା ହିଁ ଏହି ଜୀବନରେ ଆମର ଏକମାତ୍ର କର୍ମ ହେଉ। ସୁତରାଂ ଆମ ଜୀବନକୁ ବଞ୍ଚାଇବାକୁ ଚାହୁଁଛୁ ତେବେ କେତୋଟି ବିଷୟକୁ ଆମ ଜୀବନ କାଳରେ କାର୍ଯ୍ୟକାରୀ କରିବା ବିଧେୟ। ଯଥା ପ୍ରଥମ, ଧନ ସମ୍ପଦ, ଭୋଗବିଳାସ, ମାନ ସମ୍ମାନ ଖୋଜିବା ପୂର୍ବରୁ ଖ୍ରୀଷ୍ଟଙ୍କ ଅନ୍ୱେଷଣ କରିବା। ଦ୍ୱିତୀୟ, ସଲମନଙ୍କ ଭଳି ପ୍ରଜ୍ଞା ଲାଭ କରିବା ପାଇଁ ସର୍ବଦା ପ୍ରାର୍ଥନା କରିବା। ତୃତୀୟ, ଯେଉଁ ମନ୍ଦ ବିଷୟ ପରମେଶ୍ୱରଙ୍କ ଠାରୁ ଆମକୁ ବିଚ୍ଛେଦ କରେ ତାହାକୁ ପରିତ୍ୟାଗ କରିବା ପାଇଁ ପ୍ରୟାସ କରିବା। ଚତୁର୍ଥ, ଜୀବନର ପରୀକ୍ଷା ପ୍ରଲୋଭନ ସମୟରେ ପରମେଶ୍ୱର ଉତ୍ତମତା ସଂଘଟିତ କରିବେ ବୋଲି ଭରସା ଓ ବିଶ୍ୱାସ କରିବା। ପଞ୍ଚମ, ପ୍ରତ୍ୟେକ ଦିନ ଓ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରଭୁଙ୍କୁ ସାକ୍ଷାତ କରିବା ଆଶାରେ ନିଜକୁ ସଜାଗ ବା ଜାଗୃତ କରି ରଖିବା। ସର୍ବଶେଷରେ ପରମେଶ୍ୱରଙ୍କ ରାଜ୍ୟ ହିଁ ଜୀବନର ଅତି ମହାନ ଗୁପ୍ତଧନ ଓ ରତ୍ନ, ଯାହା ସର୍ବଦା ଆପଣା କରିବା ଦରକାର। ଯେମିତି ସେହି ବ୍ୟକ୍ତି ଯିଏ ଗୁପ୍ତଧନର ସନ୍ଧାନ ପାଇଲା, ଯିଏ ପୋତା ଥିବା ମୁକ୍ତାକୁ ଖୋଜି ପାଇଲା, ସେହିଭଳି ଆମେ ମଧ୍ୟ ଖ୍ରୀଷ୍ଟଙ୍କୁ ଆନନ୍ଦରେ ଆମର ସର୍ବସ୍ୱ ଅପେକ୍ଷା ସର୍ବସ୍ୱ ମନେ କରିବା। ପରମେଶ୍ୱରଙ୍କ ଠାରୁ ପ୍ରଜ୍ଞା ଲାଭ କରିବା ପାଇଁ ଭିକ୍ଷା କରିବା, ତାଙ୍କ ପ୍ରେମର ଯୋଜନାଠାରେ ଭରସା ରଖିବା ଏବଂ ସର୍ବଦା ନିଜକୁ ପ୍ରସ୍ତୁତ ବା ସଜାଗ ରଖିବା, ଯଦ୍ୱାରା ଦିନେ ସ୍ୱର୍ଗ ରାଜ୍ୟରେ ଅନନ୍ତ ଜୀବନର ଉତ୍ତରାଧିକାରୀ ହୋଇପାରିବା। ପ୍ରାର୍ଥନା। ହେ ପ୍ରଭୁ ଯୀଶୁ, ତୁମେ ହିଁ ସେହି ଗୁପ୍ତରେ ଥିବା ଧନ ଓ ରତ୍ନ, ଯାହା ଆମର ମୂଲ୍ୟ ଦେବାର ଊର୍ଦ୍ଧ୍ୱରେ। ତୁମର ପ୍ରଜ୍ଞାରେ ଆମକୁ ଭୂଷିତ କର, ଯଦ୍ୱାରା ଆମେ ତୁମ ରାଜ୍ୟକୁ ବୁଝିପାରିବୁ